କପାଳଦର୍ଶୀ ବାବାର ଆଶ୍ରମ। ଏ ଆଶ୍ରମଟା କେଡ଼େ ସୁନ୍ଦର ସୁନ୍ଦର ଅତି ସୁନ୍ଦର। ବାବା ଆପଣ କିଛି କହିଲେ ନା? ହତି ତମେ କିଛି କହିବନି ମା, ଯାହା କହିବି ମୁଁ କହିବି। ଠିକ ଅଛି ନା? ହତି ହତି ହସିଲେଶ ନକ୍ଷତ୍ର ପୂର୍ଣ୍ଣମୀ ତିଥି କର୍କଟ ରାଶି କର୍କଟ ଲଗ୍ନ ଭାଗ୍ୟ ଦେବତୀ ରାହୁ ନବମ ସ୍ଥାନରେ ଅବସ୍ଥାନ କରିଛନ୍ତି। ଠିକ ଏହି ସମୟରେ ଋଷି ପରଶର ନୌକାରେ ବସି ଗଙ୍ଗା ନଦୀ ପାର ହେଉଛନ୍ତି। ଆଉ ନୌକା ଚାଳନା କରୁଥିଲେ ମତ୍ସ୍ୟଗନ୍ଧା ସତ୍ୟବତୀ। ଋଷି ଗଣନା କରି କହିଲେ ମା, ଏଇଟା ହଉଛି ଶୁଭ ସମୟ, ଶୁଭ ମୁହୂର୍ତ୍ତ। କୌଣସି ନାରୀ ପୁରୁଷ ସଂଯୋଗ କଲେ ଏକ ଯୁଗ ଜନ୍ମ ପୁତ୍ର ଜନ୍ମ ହେବ। ହେଲେ ମା, କୌଣସି ଗୃହସ୍ଥିକ ଖବର କହିବା ଆଗରୁ ସମୟଟା ସବୁ ସମାପ୍ତ ହୋଇଯାଇଥିଲା। ସେଥିପାଇଁ ଋଷି ପରାଶର ସତ୍ୟବତୀକୁ ସବୁ ବୁଝାଇ କହିଲେ। ଆଉ ସତ୍ୟବତୀ ବି ରାଜି ହୋଇଗଲେ ମା। ପ୍ରଭାତ ସମୟ ଗଙ୍ଗା ନଦୀ ଦୁଇ କୂଳରେ ଲୋକ ମା। ସତ୍ୟବତୀ ଦେହର ମିଳନ ପାଇଁ ଲଜ୍ଜା ହେଲେ। ତାପରେ ଋଷି ପରାଶର କଣ କଲେ ଜାଣିଛ? କଣ କଲେ ବାବା? এই সৃষ্টির কেহি দেখি পারিবেনি বলি আবিষ্কার কলে এক কুহুড়ি। ও তাহলে এইଥିପାଇଁ କୁହୁଡ଼ିର ଆବିଷ୍କାର ହେଇଥିଲା। ঋষি পরাশর সত্যবতীকে রমণ কলে। ହଁ হাউ জন্ম নেলে ব্যাসদেব। হাউ সে লিখিলে মহাকাব্য মহাভারত। আজ হচ্ছে মা সেই সময় সেই মুহূর্ত। কৌশি নারী পুরুষ সংযোগ কলে এক যুগ জন্ম পুত্র জন্ম হব। ବାବା ତାହେଲେ ଆଉ ଡେରି କାହିଁକି? ଶୀଘ୍ର ଆମ ରାଜ୍ୟର କୋଉ ସ୍ୱାମୀ ସ୍ତ୍ରୀକୁ ଏଇ କଥାଟା ଜଣେଇ ଦିଅ। हे खबर में कहारी को कहवा पाई चाहे ना राजकुमारी तो चाहे तम सहित मो देहर मिलन करी। ବାବା तमे हेब हाउ एक जुग जन्म रपा पुणी जन्म जब गटाए व्यास देव हाउ से लिखब এই কলি যুগর মহাভারত। ବାବା ତମେ ଭଲ ଭାବରେ ଜାଣିଛ ମୁଁ ହେଉଛି ଏ ସୌନ୍ଦର୍ଯ୍ୟ ନଗରୀର ରାଜକୁମାରୀ। ଆଉ ତମେ ତମେ ଜଣେ ସାଧୁ। ମୋ ବିଷୟରେ ତମେ ଏମିତି ଭାବିପାରିଲ କେମିତି? ଏଠି ଶୁଣିବାକୁ ଚାହେଁ ନା ରାଜକୁମାରୀ? ଆରେ ସତ୍ୟ କବି ଭୀମ ଭଇ ପରା କହି ଯାଇଛନ୍ତି, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। এই জগত উদ্ধার পাই এই বাবাজি জগন্নর জঘন্য অপরাধ। এই সৃষ্টির মঙ্গল পাই এই বাবা সাজি দিব আজ গোটাଏ শয়তান। মতে কোন ভাবিছ তমে? ମୁଁ ଗୋଟିଏ ଦୁର୍ବଳ ନାରୀ ନା? আরে ମୁଁ ଚାହିଁଲେ ତମ ଗଣ୍ଠିର ମୁଣ୍ଡ ଅଲଗା କରିଦେଇଥାଏ। আরে মতে ভারি ডর লাগিলা। এই রাজকুমারী আরে মতে ভাবুଛୁ ক ମୁଁ ଗୋଟାଏ କାପୁରୁଷ। ହଁ ତମେ ଯଦି ସତରେ ତମ ଦେହରେ ଯଦି ସତରେ ଭିଡ଼ ରକ୍ତ ବହୁଛେ ତାହେଲେ ଆସ ମୋ ସହିତ ଯୁଦ୍ଧ କର। ଯୁଦ୍ଧ ତ କରିବି ନିଶ୍ଚୟ ରାଜକୁମାରୀ। ହେଲେ ଯୁଦ୍ଧ କରିବା ପୂର୍ବରୁ ମୋର ଗୋଟାଏ ସର୍ତ୍ତ ଅଛି। ସର୍ତ୍ତ? ଆରେ କି ସର୍ତ୍ତ? ଆରେ ଯଦି ତମେ ମୋ ସହିତ ଯୁଦ୍ଧ କରିବା ସମୟରେ ଯଦି ହାରିଯାଅ ତାହେଲେ ମତେ କଣ ଦବ? ମୁଁ ପୁଣି ହାରିଯିବି? ଆରେ ନା, ଯଦି ବି ତମ ମନରେ ସନ୍ଦେହ ଅଛି ତାହେଲେ ଦେଖ ମୁଁ ଦୂର କରିଦେଉଛେ। ଏଇ 10 ଦିଗ ପାଲକୁ ମୁଁ ସାକ୍ଷୀ ରଖିକି କହୁଛି, ତମେ ଯଦି ଯୁଦ୍ଧରେ ମତେ ପରାସ୍ତ କରିଦେବ ନା ମୁଁ ତମର ସବୁ ଇଚ୍ଛାକୁ ପୂରଣ କରିବି। ଭଲ ଭାବେ ଭାବି କୁହ ରାଜକୁମାରୀ। ହଁ ଭଲରେ ଭାବିକି କହୁଛି ମୁଁ। ଆସ ତାହେଲେ ଡେରି କାହିଁକି? ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ହେଇଯାଉ ତାହେଲେ ଶକ୍ତିର ପରୀକ୍ଷା।
ଛାଡ଼ ଛାଡ଼ ମୁଁ ପାରିବିନି। হায় রাজকুমারী, আরে বর্তমান তুমি শর্ত অনুযায়ী ମୋ ସହିତ ଯୁଦ୍ଧରେ ହାରି ଯାଇଛ। ହେଲେ ସର୍ତ୍ତ ଅନୁଯାୟୀ ମତେ କଣ ଦବ? ঠিক ଅଛି ଯୁଦ୍ଧରେ ମୁଁ ହାରି ଯାଇଛି। ଆଉ ତମର ସବୁ ଇଚ୍ଛା ମୁଁ ପୂରଣ କରିବି। ହେଲେ ମୋର ଗୋଟିଏ ପ୍ରଶ୍ନର ଉତ୍ତର ଦିଅ। ଆଜି ଯାଏ ପ୍ରତିଭାକୁ କେହି ବି ଯୁଦ୍ଧରେ ହରେଇ ନଥିଲେ। ତମେ ଏମିତି କି ଯାଦୁ ଜାଣିଛ ଯେ ମତେ ଯୁଦ୍ଧରେ କିଛି ଶୁଣିବା ପାଇଁ ତ ହେଲା ରାଜକୁମାରୀ। ଆରେ ତମେ ସର୍ତ୍ତ କରିଛ, ଆଉ ସର୍ତ୍ତ ଅନୁଯାୟୀ ମୋ ସହିତ ଯୁଦ୍ଧରେ ହାରି ଯାଇଛ ରାଜକୁମାରୀ।